ମଣିଷ କେବେ ବି ଖରାପ ପରିସ୍ଥିତି ପାଇଁ ହାରେ ନାହିଁ। ମଣିଷ ସେତେବେଳେ ହାରିଯାଏ ଯେତେବେଳେ ସେ ନିଜ ମନରୁ ହାରିଯାଏ। ଆପଣଙ୍କ ଜୀବନରେ ଆଜି ଯେତେ ବି ସମସ୍ୟା ଥାଉ, ଟଙ୍କାର ଅଭାବ, ନିଜ ଲୋକଙ୍କ ଧୋକା କିମ୍ବା ବାରମ୍ବାର ମିଳୁଥିବା ବିଫଳତା, ମନେ ରଖନ୍ତୁ ଏହି ସବୁ ଆପଣଙ୍କୁ ସେତେବେଳ ପର୍ଯ୍ୟନ୍ତ ହରାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆପଣ ନିଜ ମନରୁ ହାର ମାନି ନାହାନ୍ତି। ଆଜି ଆଚାର୍ଯ୍ୟ ଚାଣକ୍ୟଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା, ଯାହା ଉପରେ ସେ ବହୁତ ଜୋର ଦେଇଛନ୍ତି ଏବଂ ଯାହା କଠିନ ସମୟରେ ମଧ୍ୟ ମଣିଷକୁ ଭାଙ୍ଗିବାକୁ ଦିଏ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଗୋଟିଏ ବହୁତ ବଡ଼ କଥା କହିଛନ୍ତି, ଯାହା ସମସ୍ତଙ୍କୁ ଜାଣିବା ଉଚିତ। ମନସା ଚିନ୍ତିତଂ କାର୍ଯ୍ୟଂ ବାଚା ନୈବ ପ୍ରକାଶୟେତ୍। ମଣିଷ ପ୍ରଥମେ ନିଜ ମନ ଭିତରେ ଯୁଦ୍ଧ ଜିତେ, ତାପରେ ଯାଇ ସେ ବାହାର ଦୁନିଆରେ ନିଜର ବିଜୟ ପତାକା ଉଡ଼ାଏ। ଗୋଟିଏ ବିଶାଳ ଜାହାଜକୁ ସମୁଦ୍ରର କୋଟି କୋଟି ଲିଟର ପାଣି କେବେ ବି ବୁଡ଼ାଇ ପାରେ ନାହିଁ ଯେ ପର୍ଯ୍ୟନ୍ତ ସେହି ପାଣି ଜାହାଜ ଭିତରକୁ ନ ପଶିଛି। ସେହିପରି ଦୁନିଆର କୌଣସି ବି ଦୁଃଖ, କୌଣସି ବି କଠିନ ପରିସ୍ଥିତି ଆପଣଙ୍କୁ ଭାଙ୍ଗି ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆପଣ ସେହି ନକାରାତ୍ମକତାକୁ ନିଜ ମନ ଭିତରକୁ ପ୍ରବେଶ କରିବାକୁ ଦେଇନାହାନ୍ତି। ସେହିପରି ଦୁନିଆର ସମସ୍ୟା ଆପଣଙ୍କୁ ହରାଇ ପାରିବ ନାହିଁ, କିନ୍ତୁ ନିରାଶା, ଭୟ ଏବଂ ହାର ମାନିବାର ଚିନ୍ତା ଯେତେବେଳେ ମନ ଭିତରକୁ ପଶିଯାଏ, ସେତେବେଳେ ମଣିଷ ଭାଙ୍ଗିଯାଏ। ଏବେ ପ୍ରଶ୍ନ ଉଠୁଛି, ଆମେ କାହିଁକି ଭାଙ୍ଗି ପଡ଼ୁ? ଚାକିରି ଚାଲିଗଲା, ବ୍ୟବସାୟରେ କ୍ଷତି ହେଲା, ନିଜ ଲୋକ ଛାଡ଼ିଦେଲେ, ଆମେ ଭାବୁ ପରିସ୍ଥିତି ଆମକୁ ଶେଷ କରିଦେଲା। କିନ୍ତୁ ସତ୍ୟ ହେଉଛି ପରିସ୍ଥିତି କେବଳ ଘଟଣା। ଆମ ମନ ଯେଉଁ ଭୟ ସୃଷ୍ଟି କରେ, ତାହା ହିଁ ଆମକୁ ହରାଏ। ଏବେ ପ୍ରଶ୍ନ ହେଉଛି, ଯଦି ଜୀବନର ପରିସ୍ଥିତି ଆମ ହାତରେ ନାହିଁ, ଏପରି କ'ଣ ଆମ ହାତରେ ଅଛି ଯାହାକୁ ଦୃଢ଼ କରିଦେଲେ ଖରାପ ସମୟ ମଧ୍ୟ ଆମକୁ ହରାଇ ପାରିବ ନାହିଁ? ଟିକେ ସମୟ ଭାବନ୍ତୁ, ତାହା କ'ଣ ହୋଇପାରେ? ଉତ୍ତର ହେଉଛି ଆମର ମନ। କାରଣ ବାହାରର ପରିସ୍ଥିତିକୁ ସବୁବେଳେ ବଦଳାଇ ହେବ ନାହିଁ, କିନ୍ତୁ ପରିସ୍ଥିତିକୁ ଦେଖି ଆମେ କିପରି ଚିନ୍ତା କରିବା, କିପରି ପ୍ରତିକ୍ରିୟା ଦେବା, ତାହା ନିଶ୍ଚିତ ଭାବରେ ବଦଳାଇ ପାରିବା। ଚାଣକ୍ୟ ନୀତିର ଶିକ୍ଷା ଆମକୁ ଏହି ମନକୁ ନିୟନ୍ତ୍ରଣ କରିବାର ରାସ୍ତା ଦେଖାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମନକୁ ଭାଙ୍ଗିବାରୁ କିପରି ରକ୍ଷା କରିପାରିବା। ପ୍ରଥମେ, ଯାହା ବିତିଯାଇଛି ତାହାକୁ ନିଜ ମନରେ ବଞ୍ଚାଇ ରଖନ୍ତୁ ନାହିଁ। ଅର୍ଥାତ୍ ପ୍ରତିଦିନ ନିଜ ମନରେ ବାରମ୍ବାର ସେହି ପୂର୍ବ କଥାକୁ ପୁନରାବୃତ୍ତି କରନ୍ତୁ ନାହିଁ। ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ଅତୀତ ଅଛି। କେହି ଭୁଲ ନିଷ୍ପତ୍ତି ନେଇଛନ୍ତି, କେହି କାହାକୁ ବିଶ୍ୱାସ କରି ଠକିଛନ୍ତି, କେହି ବ୍ୟବସାୟରେ କ୍ଷତି କରିଛନ୍ତି, ଆଉ ହୁଏତ କେହି ଜୀବନର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହରାଇଛନ୍ତି। ମନରେ ଆସେ, ମୁଁ ଯଦି ସେଦିନ ଏମିତି କରିନଥାନ୍ତି ତେବେ ଆଜି ଏଇଆ ହୋଇଥାନ୍ତା, ଯଦି ସେଦିନ ସେମିତି କରିନଥାନ୍ତି ତେବେ ଆଜି ଏଇଆ ହୋଇନଥାନ୍ତା ଇତ୍ୟାଦି। କିନ୍ତୁ ଭାବନ୍ତୁ, ଆପଣ ଯେତେଥର ଏହି ପ୍ରଶ୍ନ ପଚାରିବେ, ସେହି ଘଟଣା ବଦଳିଯିବ କି? ନା, କିନ୍ତୁ ଆପଣଙ୍କର ଆଜିର ଦିନଟି ନିଶ୍ଚିତ ଭାବରେ ନଷ୍ଟ ହୋଇଯିବ। ଅତୀତର ଭୁଲରୁ ଶିଖିବା ଆବଶ୍ୟକ, କିନ୍ତୁ ସେହି ଭୁଲକୁ ନେଇ ସାରା ଜୀବନ ନିଜକୁ ଦଣ୍ଡ ଦେବା, ଏହା କେବେ ବି ବୁଦ୍ଧିମତାର ପରିଚୟ ନୁହେଁ। ଭୁଲକୁ ଶିକ୍ଷକ ଭାବେ ଧରନ୍ତୁ, ନିଜର ଶତ୍ରୁ ନୁହେଁ। ଯାହା ହୋଇଗଲା ତାହା ଆପଣଙ୍କ ଜୀବନର ଗୋଟିଏ ଅଧ୍ୟାୟ, ସାରା ପୁସ୍ତକ ନୁହେଁ। ତେଣୁ ଅତୀତକୁ ସମ୍ମାନ କରନ୍ତୁ, ତାଠାରୁ ଶିଖନ୍ତୁ, କିନ୍ତୁ ତା ଭିତରେ ଅଟକି ଯାଆନ୍ତୁ ନାହିଁ। ଅତୀତ ଆପଣଙ୍କୁ ଶିକ୍ଷା ଦେବା ପାଇଁ ଆସିଛି, ଆପଣଙ୍କ ଭବିଷ୍ୟତ ଛଡ଼ାଇ ନେବା ପାଇଁ ନୁହେଁ। ଦ୍ୱିତୀୟରେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ନିଜର ପ୍ରତ୍ୟେକ ଦୁଃଖ, ପ୍ରତ୍ୟେକ ଦୁର୍ବଳତା ଏବଂ ପ୍ରତ୍ୟେକ ଯୋଜନା ସମସ୍ତଙ୍କ ସାମ୍ନାରେ କହି ବୁଲନ୍ତୁ ନାହିଁ। କାରଣ ଆପଣ ଯାହାକୁ ନିଜର ବୋଲି ଭାବୁଛନ୍ତି, ତାଙ୍କ ମେଣ୍ଟାଲିଟି ଆପଣଙ୍କ ପରି ହୋଇନଥାଇପାରେ। ଆପଣ ନିଜର ଦୁର୍ବଳତା କହିଲେ ସେ ଆପଣଙ୍କୁ ହୁଏତ ସାହାଯ୍ୟ ମଧ୍ୟ କରିପାରେ, କିନ୍ତୁ ସେହି ସୂଚନା ଭବିଷ୍ୟତରେ ଆପଣଙ୍କ ବିରୋଧରେ ବ୍ୟବହାର ବି ହୋଇପାରେ। ତେଣୁ ଚାଣକ୍ୟ ନୀତିର
ଗୋଟିଏ ମୁଖ୍ୟ ଶିକ୍ଷା ହେଉଛି ବୁଦ୍ଧିମାନ ମଣିଷ ଜାଣେ କେଉଁ କଥା କହିବାକୁ ହେବ ଏବଂ କେଉଁ କଥା ନିଜ ଭିତରେ ରଖିବାକୁ ହେବ। ଆଉ ଗୋଟିଏ କଥା, ଆପଣଙ୍କର ନୂଆ ଯୋଜନା ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କୁ କହିବା ଦରକାର ନାହିଁ, କାରଣ କିଛି କାମ କଥାରେ ନୁହେଁ ପରିଣାମରେ ଘୋଷଣା ହେଲେ ହିଁ ସୁନ୍ଦର ଲାଗେ। ଆଜି ଆପଣଙ୍କ ଉପରେ ଲୋକମାନେ ହସି ପାରନ୍ତି, ଆପଣଙ୍କୁ ଛୋଟ ଭାବିପାରନ୍ତି, ଆପଣଙ୍କ ଯୋଜନାକୁ ବିଶ୍ୱାସ ନ କରିପାରନ୍ତି, କିନ୍ତୁ ଆପଣଙ୍କୁ ପ୍ରତ୍ୟେକ ଲୋକଙ୍କୁ ଉତ୍ତର ଦେବାର ଆବଶ୍ୟକତା ନାହିଁ। ଶାନ୍ତ ରୁହନ୍ତୁ, କାମ କରନ୍ତୁ ଏବଂ ଫଳାଫଳକୁ ଆପଣଙ୍କ ପକ୍ଷରୁ କଥା କହିବାକୁ ଦିଅନ୍ତୁ। ଯେଉଁଠାରେ ଆପଣଙ୍କ ଶବ୍ଦ ଶେଷ ହୁଏ ସେଠାରୁ ଆପଣଙ୍କ ସଫଳତାର ଶବ୍ଦ ଆରମ୍ଭ ହୁଏ। ତୃତୀୟରେ, ଏବେ ଆସୁଛି ସବୁଠାରୁ ଶକ୍ତିଶାଳୀ ନିୟମ। ଏହି ନିୟମ ବୁଝିଗଲେ ଜୀବନର ଅନେକ ସମସ୍ୟାକୁ ଦେଖିବାର ଆପଣଙ୍କ ଦୃଷ୍ଟି ବଦଳିଯିବ। ଘଟଣା ଆପଣଙ୍କ ହାତରେ ନଥାଇପାରେ, କିନ୍ତୁ ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା ଆପଣଙ୍କ ହାତରେ ଅଛି। କେହି ଆପଣଙ୍କୁ ଅପମାନ କଲା, ଆପଣ ସାଙ୍ଗେ ସାଙ୍ଗେ ରାଗିଗଲେ। କେହି ଆପଣଙ୍କୁ ଧୋକା ଦେଲା, ଆପଣ ଭାଙ୍ଗି ପଡ଼ିଲେ। କୌଣସି କାମରେ ବିଫଳ ହେଲେ ଆପଣ ନିଜକୁ ଅଯୋଗ୍ୟ ଭାବିଲେ। ଏହା ହିଁ ଆମର ସବୁଠାରୁ ବଡ଼ ଭୁଲ। ଆମେ ଅନେକ ଲୋକଙ୍କ ଆଚରଣକୁ ନିଜ ମନର ନିୟନ୍ତ୍ରଣ ଦେଇଦେଉ, କିନ୍ତୁ ଯଦି କେହି ଆପଣଙ୍କୁ ରଗାଇଲା ଏବଂ ଆପଣ ନିଜକୁ ନିୟନ୍ତ୍ରଣ କଲେ, ତେବେ ଜିତିଲା କିଏ? ଆପଣ। ଯଦି ପରିସ୍ଥିତି କଠିନ ହେଲା କିନ୍ତୁ ଆପଣ ଶାନ୍ତ ରହିଲେ, ତେବେ ଆପଣ ହାରିଲେ ନାହିଁ। ଯଦି ଲୋକମାନେ ଆପଣଙ୍କୁ ଛାଡ଼ିଗଲେ କିନ୍ତୁ ଆପଣ ନିଜକୁ ଛାଡ଼ିଲେ ନାହିଁ, ତେବେ ଆପଣ ଏବେ ମଧ୍ୟ ଶକ୍ତିଶାଳୀ। ମନେ ରଖନ୍ତୁ, ଜୀବନର ପ୍ରତ୍ୟେକ ଯୁଦ୍ଧ ବାହାରେ ଜିତାଯାଏ ନାହିଁ। କିଛି ଯୁଦ୍ଧ ନିଜ ମନ ଭିତରେ ଜିତିବାକୁ ପଡ଼େ। ତେଣୁ ଭବିଷ୍ୟତରେ ଯଦି କେବେ ଆପଣ ଭାଙ୍ଗି ପଡ଼ନ୍ତି, ତୁରନ୍ତ ନିଜକୁ ପଚାରନ୍ତୁ, ଏହି ପରିସ୍ଥିତି ମୋ ହାତରେ ଅଛି କି? ଯଦି ଉତ୍ତର ନା, ତେବେ ତାକୁ ନେଇ ନିଜ ମନକୁ ଭାଙ୍ଗନ୍ତୁ ନାହିଁ। ପୁଣି ପଚାରନ୍ତୁ, ଏହି ପରିସ୍ଥିତିରେ ମୁଁ କ'ଣ କରିପାରିବି? ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ଅଭିଯୋଗରୁ ସମାଧାନ ଆଡ଼କୁ ନେଇଯିବ। ମନେ ରଖନ୍ତୁ, ପରିସ୍ଥିତି ଆପଣଙ୍କୁ ପରୀକ୍ଷା କରିପାରେ। ଲୋକମାନେ ଆପଣଙ୍କୁ ଅପମାନ କରିପାରନ୍ତି, ବିଫଳତା ଆପଣଙ୍କ ଦ୍ୱାର ଠକ୍ ଠକ୍ କରିପାରେ, କିନ୍ତୁ ଆପଣ ମନର ଦ୍ୱାର ଖୋଲିବେ କି ନାହିଁ ସେହି ନିଷ୍ପତ୍ତି କେବଳ ଆପଣଙ୍କର। କିନ୍ତୁ ଏବେ ମଧ୍ୟ ଗୋଟେ ପ୍ରଶ୍ନ ବାକି ଅଛି। ଯେତେବେଳେ ଜୀବନରେ ସବୁକିଛି ଭାଙ୍ଗିଯାଏ, ସେତେବେଳେ ଏହି ଶକ୍ତ ମନକୁ ନେଇ ପୁଣି ଶୂନ୍ୟରୁ କିପରି ଆରମ୍ଭ କରିବା? ଆଜି ଗୋଟିଏ କଥା ମନେ ରଖନ୍ତୁ, ଟଙ୍କା ହରାଇଲେ ଜୀବନ ଶେଷ ହୁଏ ନାହିଁ, ଲୋକମାନେ ଛାଡ଼ିଗଲେ ଜୀବନ ଶେଷ ହୁଏ ନାହିଁ, ବିଫଳତା ଆସିଲେ ଜୀବନ ଶେଷ ହୁଏ ନାହିଁ। ମଣିଷ ସେତେବେଳେ ହାରିଯାଏ ଯେତେବେଳେ ସେ ନିଜ ଉପରୁ ବିଶ୍ୱାସ ହରାଇ ଦିଏ। ତେଣୁ ପରିସ୍ଥିତି ଯେତେ କଠିନ ହେଉ, ନିଜ ମନକୁ କେବେ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ, କାରଣ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ଆପଣଙ୍କ ଭିତରେ ହିଁ ଅଛି। ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ଆପଣଙ୍କ ମନକୁ ଛୁଇଁଛି, ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ, ମୁଁ ହାରିବି ନାହିଁ। ଏବଂ ଏହି ଭିଡ଼ିଓଟି ସେହି ବ୍ୟକ୍ତିଙ୍କୁ ପଠାନ୍ତୁ ଯିଏ ଆଜି ଜୀବନର କଠିନ ସମୟ ସହ ଲଢ଼ୁଛି। ଜୟ ଜଗନ୍ନାଥ।